ମୋ ନା ଅଜମ୍ବର ବାରି ମାନପୁର। ଦୀର୍ଘ 3 ଦିନ ହବ ବଡି ପାଣି ଘେରରେ ସେମାନେ ସବୁ ଅଛନ୍ତି। ଆଉ ଆମର ଭୂଇଁପୁର ପଞ୍ଚାୟତରେ 7 ନମ୍ବର ୱାର୍ଡ, ତେଣୁ ପ୍ରାୟ 200-250 ଘର ହରିଜନ ବସ୍ତି। ସେମାନଙ୍କୁ ଭୂଇଁପୁର ପଞ୍ଚାୟତର ସରପଞ୍ଚ ପପୁ ବାବୁ ଚୁଡ଼ା ମୁଢି ଚିନି ଦିଆସିଲି ବିସ୍କୁଟ ଏବଂ ପାଣି ବୋତଲ ସକ୍ଷମ ଅନୁସାରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ। ସେମାନଙ୍କର ଘର ଦ୍ୱାର ପାଣି ପଶିଯାଇଛି। ସରକାର ତରଫରୁ ସରପଞ୍ଚ ମାଧ୍ୟମରେ ଜଣେଇଲେ ସେମାନେ କିଛି ଉପକୃତ ହୁଅନ୍ତି। ମୋ ନାଁ ହଉଛି ନରୋତ୍ତମ ଜେନା, ଘର ମାନପୁର 7 ନମ୍ବର ୱାର୍ଡ। ଆମ ସରପଞ୍ଚ ବାଣ୍ଟୁଛନ୍ତି ଆଉ ଭୋଇପୁର ପଞ୍ଚାୟତ ମାନପୁର। ଆଜାଦ ଚୁଡ଼ା ମୁଢି ବିସ୍କୁଟ ଆଉ ଚିନି ଦିଆସିଲି ଏସବୁ ଦଉଛନ୍ତି ଆଉ 5-6 ପ୍ରକାର ଆଇଟମ। ବନ୍ୟାରେ ବହୁତ କ୍ଷତି ହେଇଛି, ମାନେ ଚାଷ ଜମି ପୁରା ବୁଡି ଯାଇଛି। ଆଉ ଗାଈ ଗୋରୁ ଖାଇବା ପିଇବା ଟିକେ ହଇରାଣ ହଉଛନ୍ତି। ଆଉ ଘର ଦ୍ୱାର ପାଣି ପଶି ଯାଇଛି, ଏଇ ସବୁ ପ୍ରୋବ୍ଲେମ। ନମସ୍କାର, ମୁଁ ଭୂଇଁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ କହୁଛି। ରେଶ୍ମାରାଣୀ ମଲ୍ଲିକ, ଭୂଇଁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ। ଆମର 7 ନମ୍ବର ୱାର୍ଡ ମାନପୁରରୁ ପାଣି ଘେରରେ ରହିଛି। ଆଜି ଆମେ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରୁଛୁ, ଆଉ ପାଣି ବି ବ୍ୟବସ୍ଥା କରୁଛୁ ଏବଂ ମେଡିସିନ ବି ବ୍ୟବସ୍ଥା କରିଛୁ। ଆମେ 150ରୁ 200 ଭଳିଆ ଘର ବାଣ୍ଟିଛୁ ଏବଂ ସେ ପାଣି ଘରେ ରହିଥିବାରୁ ଦୁଃଖର କଥା ଯେ ଆମେ ତାଙ୍କ ସୁଖ ଦୁଃଖରେ ତ ସାଥ ହେବା ପାଇଁ ଆମେ ପାଣି ରାସ୍ତା ବୁଡି ଯାଇଛି ଏବଂ ଘର ବି ମଧ୍ୟ ଅଧା ବୁଡିକି ରହିଛି। ମୁଁ ଭୂଇଁପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରିୟବ୍ରତ ପାତ୍ର। ପ୍ରୋଗ୍ରାମ ଆଜି କଣ, ଆମର ଯେମିତି ସବୁ ବର୍ଷ ପରେ ଏ ବର୍ଷ ଆମର ବନ୍ୟା ଆସିଛି। ଆମର ମାନପୁରରୁ ଆଉ କଳମଡ଼ା ଶାସନ ଇଏ ପାଣି ଘେରରେ ପ୍ରାୟତଃ ସବୁ ସମୟରେ ରୁହନ୍ତି। ଆଜି ଏ ବର୍ଷ ବି ବନ୍ୟା ଅଧିକ ଟିକେ ହେଇଥିବ, ସେମାନେ ପାଣି ଘେର ଅଛନ୍ତି। ଆଉ 2-3 ଦିନ ହେଇଗଲାଣି ତାଙ୍କ ପାଖରେ କୌଣସି ପ୍ରଶାସନ ପହଞ୍ଚି ପାରିନାହିଁ। ଯେହେତୁ ଆମକୁ ସେ ନିର୍ବାଚିତ କରିଛନ୍ତି, ଆମର କର୍ତ୍ତବ୍ୟ ହେଲା ଆମେ ତାଙ୍କ ସୁଖ ଦୁଃଖ ଠିଆ ହବା। ଆଜି ତାଙ୍କ ପାଖରେ ଠିଆ ହେଇଛୁ ଯେତେବେଳେ ସେ ଅସୁବିଧାରେ ଅଛନ୍ତି। ପ୍ରଥମେ ଆମର କଳମଣ୍ଡା ଶାସନ ସେଠି ଅଛନ୍ତି 100 ଘର, ସେଠି ଯାଇକି ପହଞ୍ଚିକି ତାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲୁ। ପାଣି ମଧ୍ୟ ଦିଆଯାଇଥିଲା। ମେଡିକାଲ ଟିମ୍ କି ଡକେଇ ତାଙ୍କର ଯାହା ଆବଶ୍ୟକ ଥିଲା ମେଡିସିନ ବି ଦିଆଯାଇଛି। ଏ ବର୍ତ୍ତମାନ ଆମେ ମାନପୁର ଗ୍ରାମରେ ଅଛୁ 7 ନମ୍ବର ୱାର୍ଡରେ। ଏମାନେ ବହୁତ ଅସୁବିଧାରେ ଅଛନ୍ତି। ଏଠି ମଧ୍ୟ ଆମେ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରିଛୁ, ମେଡିସିନ ବ୍ୟବସ୍ଥା ମଧ୍ୟ କରିଛୁ। ମଞ୍ଜୁଲତା ସାମଲ ଆଶା ଦିଦିଙ୍କ ସୁପରଭାଇଜର ଅଛି। ଆଜି ଆମର ଏଇ ଯୋଉ ପ୍ରୋଗ୍ରାମ ଟି ଅଛି, ଆମର ଯୋଉ ପ୍ରିୟ ପାତ୍ର ଅଛନ୍ତି ସରପଞ୍ଚ ପ୍ରତିନିଧି, ସିଏ ପ୍ରତ୍ୟେକ ବର୍ଷ ବନ୍ୟାରେ ଏମିତି ଆସିକି ପ୍ରାୟ ଜାଗାରେ ମାନେ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରନ୍ତି ଏବଂ ପାଣିର ବ୍ୟବସ୍ଥା ମଧ୍ୟ କରନ୍ତି। ଆମକୁ ସେମାନେ ମାନେ ଏତିକି ସହଯୋଗ କରନ୍ତି ଯେ କିଛି ମେଡିସିନ ନେଇକି ଆସିବା ପାଇଁ। ଯାହା ହଉ ଆମର ଇନଚାର୍ଜଙ୍କ ସହିତ ପରାମର୍ଶ ନେଇ ଆମର ଜଣେ ଡକ୍ଟର ବି ଆସିଥିଲେ, ତାଙ୍କ ସହିତ ଆସି ଆମର ଧୋଇଆ ଯୋଉ ଅଛି କଳମଡ଼ା ଶାସନ ଏପଟେ ମାନପୁର ଏଗୁଡା ସବୁ ମେଡିସିନ କିଛି ବାଣ୍ଟିଲୁ। ସରପଞ୍ଚ ଶୁଖିଲା ଖାଦ୍ୟ ଆଜି ଦେଇଛନ୍ତି, ମାନେ ତା ଦେହରେ ମୁଢି ଅଛି, ଚୁଡା ଅଛି, ଚିନି ବିସ୍କୁଟ ଆଉ ଆମର ଦିଆସିଲି ମହମବତୀ, ତା ସହିତ ମାନେ ବୋଟଲ ପାଣିର ବ୍ୟବସ୍ଥା, ମେଡିସିନ ବି ଦିଆଯାଉଛି। ଆଜି ଆମେ କଳମଡ଼ା ଶାସନ ଯାଇଥିଲୁ, 1 ନମ୍ବର ୱାର୍ଡ ଦେଲୁ। ଏଠି ଆମର ଦୟାରେ ଅଛନ୍ତି ମାନପୁର ହରିଜନ ସାହିରେ, ଆଉ 7 ନମ୍ବର ୱାର୍ଡରେ ବର୍ତ୍ତମାନ କାର୍ଯ୍ୟ ଚାଲୁ ରହିଛି, ଆପଣ ମାନେ ଦେଖୁଛନ୍ତି। କିନ୍ତୁ ଏମିତି ପ୍ରତ୍ୟେକ ବର୍ଷ ଆମର ଲୋକ ଚାହୁଁଛନ୍ତି ଯେ କେମିତି ଆମ ପାଖରେ ସହଯୋଗ କିଛି ମିଳୁ। ଏମିତି ଇଏ ଯୋଉ ସହଯୋଗଟା ହଉଛି, ମୁଁ ଦେଖିବା ଭିତରେ ମୁଁ ଆମ ପଞ୍ଚାୟତରେ ପ୍ରିୟ ପାତ୍ର ଯେବେଠୁ ପ୍ରତିନିଧି ଅଛନ୍ତି, ସରପଞ୍ଚଙ୍କ ପ୍ରତିନିଧି, ସିଏ ଇଏ କାମକୁ ନିଆରା ଢଙ୍ଗରେ ଚଲେଇଛନ୍ତି। ସବୁଥର ମଧ୍ୟ ଚାଲୁଛି, ଆଉ ଆଗକୁ